ଯୁଦ୍ଧରେ ସ୍ଥିର ସେ ଯୁଧିଷ୍ଠିର ହିମାଳୟ ତାଙ୍କରି କନ୍ୟା ପାର୍ବତୀ ନକୁଳେନ ବିବାହିତ ଯାହାଙ୍କର କୁଳଗୋତ୍ର ନାହିଁ ସେ ହେଉଛନ୍ତି ଶଙ୍କର ଭଗବାନ। ପାର୍ବତୀ ଶଙ୍କରଙ୍କୁ ବିବାହ କରିଥିଲେ। ସହ ଦେବେନ ପୂଜିତା ସମସ୍ତ ଦେବତାମାନେ ସେଇ ମା ପାର୍ବତୀଙ୍କୁ ପୂଜା କରନ୍ତି। ସେଇ ମା ବୁଢ଼ୀ ଠାକୁରାଣୀ ଆଜି ଆସନରେ ଉପସ୍ଥିତ ପଞ୍ଚାସୀନ ବରିଷ୍ଠ ବয়োଜ୍ୟେଷ୍ଠ କବି ମହାପାତ୍ର ସାର୍ ଏବଂ ପଞ୍ଚାସୀନ ଆମର ଲକ୍ଷ୍ମୀ ଭାଇନା ବଂଶୀଧର ବାବୁ ଏବଂ ମଞ୍ଚ ସମ୍ମୁଖରେ ଉପସ୍ଥିତ ସମସ୍ତ ରାଜ୍ୟ ବରେଣ୍ୟ ବରିଷ୍ଠ ସାହିତ୍ୟିକ ସୁଧୀବୃନ୍ଦମାନଙ୍କୁ ମୁଁ ସୁଦୀପ ପଣ୍ଡାର ମୁଖାରଣା ପ୍ରଦାନ। ଆଜିର ପ୍ରସଙ୍ଗ ଉପେନ୍ଦ୍ର ଭଞ୍ଜଙ୍କର କାବ୍ୟ ଆଲୋଚନା ସମ୍ପର୍କିତ ଏକ କାବ୍ୟଟି, କିନ୍ତୁ ତା ପୂର୍ବରୁ ମୁଁ ବସିଥିଲି ଆମର ବয়োଜ୍ୟେଷ୍ଠ କବି କହୁଥିଲେ ଯେ ଏଇଟା ହେମ ଯେଉଁ କବିତାଟି ଗାଇଲେ ମ୍ୟାଡ଼ାମ୍ ଗାଇଲେ ହେମହରିଣୀ, ତ ସେତେବେଳେ ସାର୍ କହିଲେ ସେଟା ମୃଗ ସେଟା ହରିଣୀ। ତ ମୁଁ ସେ ସମ୍ପର୍କରେ ବସି ଭାବୁଥିଲି, କାରଣ ଏ ସମ୍ପର୍କରେ ଅନେକ କବି ଅନେକ କଥା କହିଛନ୍ତି। ତାର ମୀମାଂସା ଗୋଟିଏ ଧାନରେ ପିଲାଟିରେ କରିବି, ତାପରେ ପ୍ରସଙ୍ଗକୁ ଆସିବି। ବିଶ୍ୱନାଥ ଖୁଣ୍ଟିଆ କହିଲେ ହେମ ହରିଣୀ ଧୀରେ ଧାମ, ଏଠି ସେ ହରିଣୀ କହିଲେ। ଆପଣ ଯେଉଁ କବିତାଟି ଗାଇଲେ ସାର୍, ହଁ, ହେ ବନଗିରି ହେ ଲତାଗିରି ଏକାନ୍ତ ଗଲେ ମୃଗମାରି। ଆପଣଙ୍କର ମହାନାଟକରେ ହନୁମାନ ଲେଖିଲେ ହେ ମୋ କୁରଙ୍ଗୀ ନାଥ ପୂର୍ବ, ସେଠି ମଧ୍ୟ କୁରଙ୍ଗୀ ଶବ୍ଦ ଆସେ, ହରିଣୀ ଶବ୍ଦ ଆସେ। ଏ ସବୁଥର ଗୋଟିଏ ଅର୍ଥ, ସେ ହେଉଛି ଯିଏ ସେ ଭେଷଟା କରୁଥିଲା ସେ ଗୋଟେ ରାକ୍ଷସ ଥିଲା। ତେଣୁ ଯେହେତୁ ସେ ରାକ୍ଷସ ଥିଲା, ସେ କାହା ଆଖିକି କ'ଣ ଦେଖାଯାଉଥିଲା? ଏଇ ଯେଉଁ ବିଶ୍ୱନାଥ ଖୁଣ୍ଟିଆଙ୍କର ଧାଡ଼ିରେ ଦେଖିବେ ଦୂରେ ଗଲେ ପାଶେ ଏମିତି ସବୁ ପଦ ଗୁଡ଼ାକ ଅଛି। କାରଣ ସେ ଯେହେତୁ ଗୋଟେ ରାକ୍ଷସ, କେତେବେଳେ ସେ କୁରଙ୍ଗୀ ଦେଖାଯାଉଥିଲା, କେତେବେଳେ ସେ କୁରଙ୍ଗ ଦେଖାଯାଉଥିଲା। ଇଏ ହେଉଛି ତାର ମୀମାଂସା ବୋଲି ଅନେକ ଆଲୋଚକମାନେ ମତ ରଖିଛନ୍ତି। ଆଜିର ପ୍ରସଙ୍ଗ ଉପେନ୍ଦ୍ର ଭଞ୍ଜଙ୍କର କାବ୍ୟ କବିତାର କଥା। ଏ ସମ୍ପର୍କରେ ମୁଁ ସମ୍ପୂର୍ଣ୍ଣ ଅଜ୍ଞ ଅନଭିଜ୍ଞ। କାହିଁକି ନା ପ୍ରଥମ କଥା ହେଲା, ଓଡ଼ିଆ ସାହିତ୍ୟର ଛାତ୍ର ନୁହଁ କି ଓଡ଼ିଆ ସାହିତ୍ୟରେ ଅଧ୍ୟାପନା ମଧ୍ୟ ନୁହଁ। ତେଣୁ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ମନେ ରଖିବା ମୋ ପକ୍ଷେ ସମ୍ଭବ ନୁହେଁ। ସାର୍ ତ କହିସାରିଛନ୍ତି ମୁଁ ଗୋଟେ ଇତିହାସର ଛାତ୍ର, ତେଣୁ ଭଞ୍ଜଙ୍କୁ ମୁଁ ମୋର ଐତିହାସିକ ଦୃଷ୍ଟିଭଙ୍ଗୀରେ ଦେଖିବି। ତା ଭିତରେ ଏହି ଆଜିର ପ୍ରସଙ୍ଗର ମୀମାଂସା ଆଲୋଚନା ବି ରହିବ। ପ୍ରଥମ କଥା ଆମେ କହିବା ଭଞ୍ଜ, ଉପେନ୍ଦ୍ର ଭଞ୍ଜଙ୍କୁ ଆମେ କେତେ ଚିହ୍ନିଛୁ। ଆଜିର ଆଲୋଚନା ସମ୍ପୂର୍ଣ୍ଣ ଏକ ଭିନ୍ନ ଆଲୋଚନା ରହିବ, କାରଣ ମୁଁ ଦୃଢ଼ତାର ସହିତ କହିବି ଏହି ଆଲୋଚନା ପ୍ରାୟତଃ ଆଲୋଚକମାନେ କରନ୍ତି ନାହିଁ। ଆଉ ସେଇ ସମୟ ନାହିଁ ଆମକୁ, କାହିଁକିନା ଯେତେବେଳେ ଆମର ଐତିହାସିକ ମାନେ କହନ୍ତି ହିଷ୍ଟ୍ରି ଇଜ୍ ଏ ସାଇନ୍ସ, ଜେ.ବି. ଡ୍ୟୁରି କହିଲେ ଇତିହାସ ଗୋଟେ ବିଜ୍ଞାନ। ତେଣୁ ସେ ବିଜ୍ଞାନ ଭିତ୍ତିକ ଆଲୋଚନା ଆଜିର ସମୟରେ ସମୟକୁ ନେଇକି, କାରଣ ସାହିତ୍ୟ ବି ଗୋଟିଏ ସମୟର ପ୍ରତିନିଧି, ସମୟକୁ ନେଇକରି ସାହିତ୍ୟ ପରିବେଷଣର ଆବଶ୍ୟକତା ମଧ୍ୟ ରହିଛି। ତାକୁ ତର୍ଜମା ଦରକାର, ତାର ଦୃଷ୍ଟିଭଙ୍ଗୀ ଭିନ୍ନ ଭିନ୍ନ ହେବା ଦରକାର। ମୁଁ ଯାହା କହିଲି, ଯାହାକୁ ବୁଦ୍ଧଦେବ କହିଲେ ମତ୍ ବଚନ ଗ୍ରହଣ୍ୟ, ମୋ ବଚନକୁ
गुरुत्व दियोनी ये विज्ञ मैंने जहाँ सत्य ताहा उपस्थापन कर तेणु व्यक्ति बदलिले दृष्टिभंगी बदले से निर्यास को ही सार्वजनीन भाव समाज में ग्रहण करा तेणु प्रथम चिन्हवा उपेन्द्र भंज किए से कारण तांको संपर्क में लेखा को नहीं आम बहुत कथा साहित्य आलोचना देखीचु। उपेन्द्र भंज कहले तारक मंत्र परसादे अवित्वपण से कहले तारक मंत्र परसाद किंतु आम चिन्हन करूँ गवेषणात्मक दृष्टिभंगी किए कहले नेटंग किए कहले ओडगा रघुनाथ यही सब आलोचक मैंने आलोचना कर संपर्क में मोर वक्तव्य रखी। उपेन्द्र भंजर मृत्युर पाखापाखि 30 वर्ष पर रघुनाथ ओडगा रघुनाथ मंदिर निर्माण तेणु आम ओडगा रघुनाथ मंदिर में उपेन्द्र भंजर साधनार सिद्धि प्राप्त यह आम ग्रहण करवा एक जटिल व्यापार से रघुनाथ मंदिर मरामती समय गोटे ताम्रफलक बाहरला जो लेखा था शकाब्द सरमांगल्य ऋतुस्थ नायक राम लक्ष्मण संस्थाप्य बैरागी पट्टनायक शकाब्द सर सर मान 5 15 पर 5 सर मांगल्य अष्टमंगुला 8 ऋतु 6 कुडनायक चंद्र 1 5 8 6 1 अंकान बामोद गति जितेबाला आम शिलालेख पाठ करूँ जो अक्षरटी बाहर उल्टी कह जाए 5 8 6 1 1 6 8 5 1685 शताब्द आसा से मंदिरटी निर्माण होती 1685 शताब्द से 70 मिसेले आप ख्रीष्टाब्द पाइबे। उपेन्द्र भंजर मृत्यु 1720 प्रायतः आलोचक मैंने यह स्वीकार कर तेणु ये जदि आम ये जो 1685 70 मिसेवा ये पाखापाखि 1750 से पाखापाखि पड़े तेणु साधनार पीठ रघुनाथ यह गोटे आलोचन वितर्कर प्रसंग एवं प्रश्नवाची जमी उपेन्द्र भंज निजे कहते साधनार पीठ आम कहीं ग्रहण करवा अंध बाड़ी बुलेला बोली आम कहीं खोजी बुल वीरवर उपेन्द्र नाम बारे बारे नमाई सीताराम विचित्र कवित्व मार्गे प्रसरिला बुद्धि विरचिली रामायण के मो बड़ सिद्धि ये से कहीं साधना कर जगार ना आम पाइबार ये उपेन्द्र कहते विरचिली रामायण के मो बड़ सिद्धि मुझे काव्य कविता लिखी ता भर ये हूँ मोर श्रेष्ठ बड़ सिद्धि सबुठ श्रेष्ठ काव्य मोर वैदेही सत्यास तो श्रेष्ठता मु पाइली केमिति ना विचित्र कवित्व मार्गे प्रसरिला बुद्धि ये जो विचित्र कवित्व डिवाइन ब्लेसिंग ऐश्वर्य शक्ति बल में पाई तो से ऐश्वर्य शक्तिटा से क्यों पाइले वीरवर उपेन्द्र नाम बारे बारे ननाई सीताराम आमर मुद्रण बेले मुद्रण जनित त्रुटि थाए आम ताकू न परखी आम ग्रहण भी करूँ उपेन्द्र गोटे अनाज आरब मालव मत्स्य से गोटे जो राजा मान से लेखाई आरब बोली गोटे शब्द अनाज फनाज आरब मालव मत्स्य नाम सीता सुंदर प्रसंग देखिए आरब ये गोटे भारत भिन्न ये भारत भितर आसुनी तेणु से आबर किंतु आम आरब बोली कहू
ଆରବ ଗୋଟେ ମୁସଲିମ ଦେଶ। ସେ ଭାରତର ଜମ୍ବୁଦ୍ୱୀପ ସୀମା ସରହଦ ଭିତରେ ସେ ଆସିନି। ତେଣୁ ଏଇଭଳି ଅନେକ ପ୍ରସଙ୍ଗ ବେଳେ ଆମକୁ ଦୃଷ୍ଟି ଦେବା ଦରକାର। ଠିକ୍ ସେମିତି ଏଠି ବାରେ ବାରେ ମନାଇ ସୀତାରାମ, ତାମାନେ ଉପେନ୍ଦ୍ର ଭଞ୍ଜ କ'ଣ ଥରଥର କରି ରାମଚନ୍ଦ୍ରକୁ ପୂଜା କରୁଥିଲେ ମନଉଥିଲେ ନା। ଶବ୍ଦର ଅର୍ଥ ହେଉଛି ବାରେ ବାରେ, ଯେମିତି ଆପଣଙ୍କର ବଡ଼ବା ରଣବା, ସେମିତି ବାରବାର ବାରବାର ବାରବା ବଡ଼ ବାରବା ଆପଣଙ୍କର ସେଇଟା ଆପଣଙ୍କର କ'ଣ ସେଟା ଯେଉଁ ରାଇକିଆ ରାଇକିଆ ଏବେ ଅଛି ବାରବାର ରଜାଟିଏ ଏବେ ବି ନା ଆଜ୍ଞା ସେଠି କରଡ଼ା ଅଛି ତା ପାଖରେ। ଆଉ ସେଠାକାର ରାଜାମାନେ ମଧ୍ୟ ନଳବଂଶୀ, ସେ ଜାଗାକୁ ବି ମୁଁ ଯାଇଛି। ଏବଂ ଉପେନ୍ଦ୍ର ଭଞ୍ଜଙ୍କର ବାପା ନୀଳକଣ୍ଠ ଭଞ୍ଜ କୁହନ୍ତୁ କି ତାଙ୍କର ବାପାଙ୍କର ଯେଉଁ ସମ୍ପର୍କୀୟ ଭାଇ ଯେଉଁ ଗୋବିନ୍ଦ ଭଞ୍ଜ, ରଣ ଭଞ୍ଜ, ଏଇମାନେ ସବୁ ସେଇ ବାରବାରେ ଆଶ୍ରୟ ନେଇଥିଲେ, ଲୁଚିଥିଲେ। ଉପେନ୍ଦ୍ର ଭଞ୍ଜ ମଧ୍ୟ ସେଇଠି ଆଶ୍ରୟ ନେଇଥିଲେ। ସେତେବେଳେ ସେ କବିତ୍ୱ ପ୍ରାପ୍ତ ହୋଇଛନ୍ତି। ଏଇ କଥା ତାଙ୍କ ବହିରୁ ହିଁ ଆମେ ପାଉଛୁ। ତେଣୁ ବାରେ ବାରେ ନାହିଁ ସୀତାରାମ, ବାରେ ବାରେ ନାହିଁ, ବାରେ ବାରେ ମାନେ ଥରଥର କରି ନା, ବାରେ ବାରେ ମନାଇ ସୀତାରାମ। ଏଭଳି ଭଞ୍ଜ ସାହିତ୍ୟରେ ଅନେକ ପ୍ରସଙ୍ଗ ରହିଛି, ଅନେକ ଆଲୋଚନାର ବିଷୟ ରହିଛି। ଆମେ ତାକୁ ଆଲୋଚନା କରିବା ଦରକାର, ଗୁରୁତ୍ୱର ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ଏ ଗୋଟେ ସମୟର ଆବଶ୍ୟକତା, ସାମ୍ପ୍ରତିକ ସମୟ। ଦ୍ୱିତୀୟ କଥା, ଉପେନ୍ଦ୍ର ଭଞ୍ଜଙ୍କର ଗୋଟିଏ କଥା ମୁଁ କହିବି, ପ୍ରକୃତରେ ସେ କବି ସମ୍ରାଟ, କାରଣ ସେ ଶବ୍ଦର ସମ୍ରାଟ। ଆପଣ ଦେଖିବେ ଯେତେବେଳେ ଜଟାୟୁ ଆପଣଙ୍କର ଯେଉଁ କେସେଟ ଗୀତ ହାରାମ ହାରାମ ବାଣୀ ଜଟାୟୁ ଶୁଣିଲା, କୋକିଳ କି ରାମ ନାମ ଗାଉଛି ବୋଇଲା, କିବା ନାରଦ ବୀଣା ନେଇ ରାମ ନାମ ଗାଇ ଯାଉଛନ୍ତି ରାମଚନ୍ଦ୍ର ପଡ଼ିବା ପାଇଁ। ଉପରକୁ ଚାହିଁଦେଲା ବସି ରଥ ପରେ ରାବଣ ଯାଉଛି ସୀତା ଦେବୀ। ଏଇ ଯେଉଁ ଗୀତଟି ସେଇ ବୈଦେହୀଶ ବିଳାସର ଅନୁକରଣ କରିକିରି ହିଁ ଏହାକୁ ଲେଖାଯାଇଛି। କାରଣ ସେଥିରେ ସେ ସେଇ ସମଧର୍ମୀ ଭାଷା ହିଁ ଦେଇଛନ୍ତି। କହିଛନ୍ତି ବେଦ ପୋଥିକେ ସୁରାପ ହସ୍ତେ ଦେଲା ବୋଲି ସେ ଭାଇଲା। ଗୋଟିଏ ଧାଡ଼ିଟିଏ ଦେଖନ୍ତୁ କେତେ ପାୱାର। ବେଦ ପୋଥିକେ ସୁରାପ ହାତେ ଦେଲା ବୋଲି ସେ ଧାଇଁଲା। ଅନ୍ଧ ଦେଖିପାରିଥାନ୍ତେ, ଏତେ ଶବ୍ଦର ସମ୍ରାଟ ସେ ଦେଖିପାରିଥାନ୍ତେ ବୋଲି ସେ ଚଳିଲା, ବୋଲି ସେ ଗମିଲା ନା, ଅନ୍ଧ କହିଲେ ଧାଇଁଲା। ବେଦ ପୋଥିକେ ସୁରାପ ହାତେ ଦେଲା। ସୁରାପ ମାନେ ସୁରା ପିଏ ଯେ ସୁରାପ, ଅର୍ଥାତ୍ ମଦୁଆ। ଭାରତର ସମ୍ବିଧାନ, ଇଣ୍ଡିଆନ୍ କନଷ୍ଟିଟ୍ୟୁସନ୍ ଯଦି ଆମେ ଗୋଟେ ମଦୁଆ ହାତରେ ଧରେଇଦେବା ତାର ପଦମର୍ଯ୍ୟାଦା ରହିବ। ଠିକ୍ ସେମିତି ଆଜି ଭଞ୍ଜ କହୁଛନ୍ତି, ଆରେ କାବ୍ୟରେ ସେ ଉପସ୍ଥାପନ କରୁଛନ୍ତି ବେଦ ପୋଥି ଗୋଟେ ମଦୁଆ ହାତରେ କିଏ ଦେଇଛି ବୋଲି ସେ ଧାଇଁଲା, ଦୌଡ଼ିଲା। କାରଣ ଆପଣ ରାମାୟଣ ଆଉ ମହାଭାରତ ଭିତରେ ଏହା ହିଁ ଫରକ ଦେଖିବେ। ସେଠି ଗୁରୁ ସଭା ତଳେ ଗୋଟିଏ ନାରୀକୁ ଯେତେବେଳେ ବିବେଚନା କରାଯାଉଥିଲା, ନୀରବରେ ସମସ୍ତେ ନୀରବ ଦର୍ଶକ ସାଥୁଥିବା ବେଳେ ଏଠି କିନ୍ତୁ ଗୋଟିଏ ପକ୍ଷୀଟିଏ ଗୋଟିଏ ନାରୀର ସୁରକ୍ଷା ପାଇଁ ଭଞ୍ଜ କହିଲେ ଗମିଲା ନାହିଁ, ଚଳିଲା ନାହିଁ, ଦୌଡ଼ିଲା, ଧାଇଁଲା। ତେଣୁ ଜଟାୟୁ ହେଉଛି ପ୍ରଥମ ସୋସିଆଲ ଆକ୍ଟିଭିଷ୍ଟ ବାଲ୍ମୀକି ରାମାୟଣ। ସେ ପ୍ରଥମ ସାମାଜିକ କର୍ମୀ। ଗୋଟିଏ ନାରୀ ସୁରକ୍ଷା ପାଇଁ ତାର ଅନ୍ତର ଏତେ ବିଳପି ଉଠିଥିଲା, ସେ ସେଠି ନିଜ ସ୍ୱାର୍ଥକୁ ଦେଖିନଥିଲା, ସେ ଦୌଡ଼ିଥିଲା। ଏଇଭଳି ଅନେକ କଥା ଅଛି। ତାପରେ କବିର କବିତା ଆଶାର ଅଛି। ଆଜିର ପ୍ରସଙ୍ଗ ରହିଛି ରମଣୀ ରତନ ମେଘପୋଛ କହିବେ। ଭଞ୍ଜ ସାହିତ୍ୟରେ ଆଉ ଦୁଇ ତିନିଟି କଥା କହିବି, ତାପରେ ମୁଁ ଆପଣଙ୍କୁ କହିବି। ଗୋଟିଏ କଥା ଦେଖିବେ, ଭଞ୍ଜ ସାହିତ୍ୟ ହେଉଛି ଗୋଟେ ସାମାଜିକ ନୀତି ଶିକ୍ଷା। ଭଞ୍ଜ ସାହିତ୍ୟରେ କେବଳ ନାରୀର ରୂପ ବର୍ଣ୍ଣନା ନାହିଁ, ସାମାଜିକ ନୀତି ଶିକ୍ଷା। ଯେତେବେଳେ ସୀତା ରାମଙ୍କ ସହିତ ବାହାରୁଛନ୍ତି ବଣକୁ ଯିବା ପାଇଁ, କୌଶଲ୍ୟା ଶାଶୁ ସଣ୍ଠଣା ଦେଉଛନ୍ତି, ବିପିନରେ ବିନୋଦା ଅପୂର୍ବ ଦ୍ରବ୍ୟ ଦେଖି ନ ମାଗିବୁ, ବେନି ସମୁଦର ମଧ୍ୟରେ ଆଦର ବିପଦ। ଅପୂର୍ବ ଦ୍ରବ୍ୟ ଦେଖି ନ ମାଗିବୁ। ଯେତେ ବଡ଼ ଜିନିଷ ହେଲେ ବି ଶାଶୁ କହୁଛନ୍ତି ବୋହୂକୁ ଗଲାବେଳେ ସଣ୍ଠଣା ଦେଉଛନ୍ତି, ଯେତେ ଭଲ ଜିନିଷ ହେଲେ ବି ମାଗିବୁନି, ଅଳି କରିବୁନି। ବିପିନରେ ଘଞ୍ଚ ଅରଣ୍ୟରେ ଏମିତି ଅଳି କରିବୁ ନାହିଁ,
कहीं आम जमी पुओ को धरी जाइए यात्रा बजार से कहटा कहीं नाई धुई मड़ी पड़ती खाना आम जमी संखणा दौचे ये भंज भी काव्यर गोटे चरित्र कौशल्या मुहर ये कथा कहते अपूर्व द्रव्य देखी न मागू बेनी सहोदर मध्य ये भंज कहले सहोदर गोटे उदर जन्मित सन्तान को सहोदर ये लक्ष्मण जाऊँगी लक्ष्मण कौन कौशल्या पुओ लक्ष्मण सुमित्रा पुओ सहोदर कहीं लिखिले ताने भंज कौन माने भाषा शब्दर सम्राट कवि सम्राट से कौन भाषा दुर्बलता रखी ना ये से कहले बेनी सहोदर मध्य आदर अर्थात एमाने जदिओ लक्ष्मणकर माँ सुमित्रा रामंकर माँ कौशल्या किंतु भंज कहले सहोदर कहीं राम गोटे चरु जात एम जो अरिजिन मूल चरु एम जेहेतु जात तेणु एम सहोदर से आप देखिए उर्मिला बुझाऊँ लक्ष्मण को विनिद्र सर्व सर्वरी को हरि को धरी धनुषर पानी बधु जाऊँगी शाशु जमी बो को संखणा देते ठीक से भंज उर्मिला मुहर सॉरी सुमित्रा मुहर से लक्ष्मण को कहते विनिद्र सर्व सर्वरी को हरि सर्वरी माने राति सबू राति को तू उजागर रही कहीं नाम घर लक्ष्मी राजबधू सीता से जाऊँगी बन तेणु ये देखो केते संठना था केते मार्जित परंपरा था ये हूँ सामाजिक वार्ता भंजन काव्य आम